ଇରେ ଧରିଛି ଗୋଟେ ଏତେ ବଡ଼ ମାଛଟା ଧରିଛି ଆଉ କ'ଣ ଦେଖେଇଲି କାଠି ପୋଳା ଆଉ ଏ କାଠି ପୋଳା ମାଛ ଅଛି। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ଆଉ ବର୍ତ୍ତମାନ 7ଟା ବାଜିଗଲାଣି, ରନିଂ ସରିଗଲାଣି। ଆଉ ଆଜି ଯିବା ଦେଖିବା ବ୍ଲଗ ସବୁ କ'ଣ ହେଉଛି। ଆଉ ରାସ୍ତା ସବୁ ଦେଖୁନୁ କେଉଁ ଭଳିଆ କାଦୁଅ ହେଇଛି, ଚାଲିବା ବହୁତ କଷ୍ଟ ହେଇଯାଉଛି ରାସ୍ତା। ଆଉ କ'ଣ କରିବା, ଗାଁ ରାସ୍ତା କାମ ଚାଲିଛି। ଆଉ 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 କ'ଣ ଖବର ସବୁ ମୁଁ ଜାଣିଛି ଆପଣମାନେ ସବୁ ଭଲରେ ଥିବେ। ଆଉ ଦେଖିବା ବ୍ଲଗରେ ସବୁ କ'ଣ ହେଉଛି, ଫଲୋ ମି। ହାଇ ସାଙ୍ଗମାନେ, କାଲିର ବର୍ଷାର ପ୍ରଭାବ ଆଜି ରାସ୍ତା ବୁଡ଼ି ଯାଇଛି, ଏଠି ବିଲ ବି ବୁଡ଼ି ଯାଇଛି, ଧାନ ରୁଆ ହେଇଥିଲା। ଚାଷୀ ସବୁବେଳେ କ୍ଷତି ସହେ। ଏଇଆ ହେଉଛି ପ୍ରାକୃତିକର ହେଉଛି ଦୃଶ୍ୟ। ଆଉ ଏଇ ଦେଖନ୍ତୁ, ଏଇ ରାସ୍ତା ବୁଡ଼ି ଯାଇଛି, ପାଣି ବି ଭଳା। ଚାଷୀ ସବୁବେଳେ କଥା ଅଛି, ଚାଷୀ ଜୀବନରେ ସବୁବେଳେ ଦୁଃଖ। ଏଠି ଧାନ ବୁଡ଼ି ଯାଇଛି, ଇଏ ଧାନ କ'ଣ ହେବ? ପ୍ରକୃତି ଯେତେବେଳେ ଆସିବ ସିଏ କିଛି ରଖିବନି। ଛୁଆ ତାଙ୍କର ଏଠି ବଂଶୀ ପକାଇ ମାଛ ଧରୁଛନ୍ତି, କିଛି ଖାଇଲାନି ଆଉ ଛାଟିଲା। କିଛି ନାହାନ୍ତି, ଇଏ ମାଛ ଧରିଚିନି, ଏତିକି ମାଛ ଧରିଲି। ମାଛ ଖାଉନାହାନ୍ତି, ଛାଟୁଛନ୍ତି ଖାଲି। ଇରେ ଧରିଛି ଗୋଟେ ଏତେ ବଡ଼ ମାଛଟା ଧରିଛି ଆଉ କ'ଣ ଦେଖେଇଲି କାଠି ପୋଳା ଆଉ ଏ କାଠି ପୋଳା ମାଛ ଅଛି। ରହିଲା ଏଟା ଭଲ ମାଛ ଧରିଲା ଆଉ। ସାଙ୍ଗମାନେ, ଏଇଟା ହେଉଛି ଭୋଦେଇ ମାସ ଆଉ ଖୁଦୁରୁକୁଣୀ ଓଷା ଆରମ୍ଭ ହେଇଯାଇଛି। ଏଠାରେ ମା ମଙ୍ଗଳାକୁ ପୂଜା କରନ୍ତି। ଆଜି ଆମ ଘରେ 2ଟା ମୂର୍ତ୍ତି ବସାଇଛନ୍ତି, ଆଉ ପୂଜା ବି ହେଇଛନ୍ତି। ଆମ ଭଉଣୀ ଅର୍ଚ୍ଚନା ତାକୁ ପୂଜା ବି କରିଛି। ଯାହା ହଉ, ସିଏ ତାର ପୂଜା ଅର୍ଚ୍ଚନା କରି ଠାକୁରଙ୍କୁ ବଜାୟ ରଖୁଛି। କେତେ ସୁନ୍ଦର ଝୋଟି ଆଙ୍କିଛି, ଭଲ ଲାଗିଲା। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗୁଥାଏ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଖୁଦୁରୁକୁଣୀ ଓଷା ଷ୍ଟାର୍ଟ ହେଇଗଲା। ବାଏ ବାଏ।